ଷଷ୍ଠ ଶ୍ରେଣୀର ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଭାଷା ଶିକ୍ଷାଦାନରେ ତୁମର ଯେଉଁ କବିତା ରହିଛି ଜନ୍ମଭୂମି ତାକୁ ପାଠ କରିବା, ଆଲୋଚନା କରିବା। ତେବେ ଏହି ଭିଡ଼ିଓଟିରେ କ'ଣ ସବୁ ରହିଛି ନା କବିତାର ଆଲୋଚନା ରହିଛି, ବହି ଅଭ୍ୟାସ ପ୍ରଶ୍ନ ଉତ୍ତର ରହିଛି, ଅଧିକ ଅଭ୍ୟାସ ପ୍ରଶ୍ନ ଉତ୍ତର ରହିଛି ଏବଂ ପରୀକ୍ଷା ନିମନ୍ତେ ଗୋଟେ ପ୍ରଶ୍ନ ସେଟ୍ ବି ରହିଛି। ଆଶା କରୁଛି ଭିଡ଼ିଓଟି ତୁମ ପାଇଁ ବହୁ ଉପାଦେୟ ହେବ। ପିଲାମାନେ ତୁମ ଜନ୍ମଭୂମି କବିତାଟି ପାଠ କରିବା। ଯେ ଦେଶେ ଜନ୍ମିଛି ମୁହିଁ ଅଛି ଯେଉଁ ଦେଶେ, ଯେ ଦେଶର ବାୟୁ ବହେ ନିଶ୍ୱାସେ ପ୍ରଶ୍ୱାସେ। ପିଲାମାନେ କ'ଣ ହେଇଛି? ଆମେ ଯେଉଁ ଦେଶରେ ଜନ୍ମ ହେଇଛେ, ଆମେ କେଉଁ ଦେଶରେ ଜନ୍ମ ହେଇଛେ ରେ ପିଲାମାନେ? ଆମ ଦେଶର ନାମ ହେଉଛି ଭାରତବର୍ଷ। ଅଛି ଯେଉଁ ଦେଶେ, ଆମେ ସେଇ ଦେଶରେ ରହୁଛେ। ସେ ଦେଶର ବାୟୁ ବହେ ନିଶ୍ୱାସେ ପ୍ରଶ୍ୱାସେ। ତାହେଲେ ଏହି ଦେଶର ବାୟୁ ଆମ ନିଶ୍ୱାସ ପ୍ରଶ୍ୱାସରେ ଯାଉଛି ଆଉ ବାହାରୁଛି। ନିଶ୍ୱାସ କହିଲେ ଛାଡ଼ିବା, ପ୍ରଶ୍ୱାସ କହିଲେ ଭିତରକୁ ନେବା, ହଁ କି ନାହିଁ? ଯେ ଦେଶର ରବି ତାପ କିରଣ ଭିତରେ, ତାହେଲେ ଆମେ ଯେଉଁ ଦେଶରେ ରହୁଛେ ସେଇ ଦେଶର ସୂର୍ଯ୍ୟ ଆମକୁ ତାପ ଆଉ କିରଣ ଦେଉଛନ୍ତି। ରବି କହିଲେ ସୂର୍ଯ୍ୟ, ଭିତରେ କହିଲେ ବାଣ୍ଟିବା ବା ଦେବା। ତୃଷା ମେଣ୍ଟେ ଯେ ଦେଶର ସ୍ନିଗ୍ଧ ସ୍ୱଚ୍ଛ ଜଳେ, ଏବଂ ଏଇ ଦେଶର ସ୍ୱଚ୍ଛ ଜଳରେ, ପବିତ୍ର ଜଳରେ, ମଧୁର ଜଳରେ ଆମର କ'ଣ ହେଉଛି ନା ଶୋଷ ମେଣ୍ଟୁଛି। ଯାର ଫଳ ଶସ୍ୟ କରେ ଜୀବନ ଧାରଣ, ଆଉ ଏଇ ଦେଶର ଫଳ ଶସ୍ୟରେ ଆମେ ଆମର ଜୀବନ ଧାରଣ କରିଛୁ, ହଁ କି ନାହିଁ କୁହ? ଏଇ ଦେଶର ଫଳ ଆଉ ଶସ୍ୟକୁ ଖାଇକି ଆମେ ବଞ୍ଚିଛୁ। ଯାର ବକ୍ଷେ ସଦା ସୁଖେ କରେ ବିଚରଣ, ଏବଂ ଯାହାର ବକ୍ଷରେ, ଯାହାର ଛାତିରେ, ଯାହାର ଉପରେ ଆମେ ସୁଖରେ ବୁଲୁଛୁ, ଚାଲୁଛୁ, ବସୁଛୁ, ରହୁଛୁ, ହଁ କି ନାହିଁ? ବିଚରଣ ମାନେ ବୁଲିବା। ସେହି ମୋର ଜନ୍ମଭୂମି ଜନନୀ ସମାନ, ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତାହେଲେ ସେହି ହେଉଛି ମୋର ପ୍ରିୟ ଜନ୍ମଭୂମି, ଯିଏକି ମା ଭଳି, ଏବଂ ତା ଭଳିଆ ଆଉ କୌଣସି ସ୍ଥାନ ଏ ପୃଥିବୀରେ ନାହିଁ, ହଁ କି ନାହିଁ ପିଲାମାନେ? ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। କୁହାଯାଏ ଜନନୀ ଆଉ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼। ତମେ ଛୋଟବେଳେ ପଢ଼ିଥିଲ ନା? ଛୋଟବେଳେ ପଢ଼ିଥିଲ କି ନାହିଁ କୁହ? ତାହେଲେ ଏବେ ତୁମେ ବୁଝିପାରୁଥିବ ନିଶ୍ଚୟ, ହଁ କି ନାହିଁ? ଯେ ଦେଶେ ଅଛନ୍ତି ମୋର ପ୍ରିୟ ପରିବାର, ତାହେଲେ ଏହି ଦେଶରେ ଆମର ପ୍ରିୟ ପରିବାର କହିଲେ ବାପା, ମା, ଭାଇ, ଭଉଣୀ ସମସ୍ତେ ଆମର ଏଇଠି ଅଛନ୍ତି। ଦୟାମୟ ପିତା ପୁଣି ଜନନୀ ମୋହର, ତାହେଲେ କିଏ ଦୟାମୟରେ? ପିତାମାତା ହେଉଛନ୍ତି ଆମ ପାଇଁ ଦୟାମୟ। ସେମାନେ ଆମ ପାଇଁ ଆଶା ନ ରଖିକି ଦୟା କରନ୍ତି, ହଁ କି ନାହିଁ ପିଲାମାନେ? ସ୍ନେହର ପିତୁଳା ଭାଇ ଭଉଣୀ ସକଳ, ଆଉ ସ୍ନେହର ପିତୁଳା ମାନେ କଣ୍ଢେଇ ଭଳି ଆମର ଯେତେ ଭାଇ ଭଉଣୀ, ହଁ କି ନାହିଁ? ଶୋଭନ୍ତି ଫୁଟିଲା ଫୁଲ ପରି ମୋର ଘରେ, ସେମାନେ କ'ଣ ଫୁଟିଲା ଫୁଲ ଭଳି ଶୋଭା ପାଆନ୍ତି। କେଉଁମାନରେ? ନା ଆମର ଛୋଟ ଭାଇ ଭଉଣୀ ମାନେ, ବା ଯେତିକି ଆମର ଭାଇ ଭଉଣୀ ଅଛନ୍ତି। ଯେ ଦେଶେ ଖେଳର ସାଥୀ ପ୍ରିୟ ବନ୍ଧୁଗଣ, ସାଜି ରହିଛନ୍ତି ଯେହ୍ନେ ନନ୍ଦନ କାନନ। ତମେ ଶୁଣିଥିବ ପ୍ରାଣୀ ଉଦ୍ୟାନ ନନ୍ଦନ କାନନ, ସେଠି ଜୀବଜନ୍ତୁମାନେ କେତେ ଆଦର ରହିଛନ୍ତି, ହଁ କି ନାହିଁ? ଠିକ୍ ସେମିତି ଆମର ଜନ୍ମଭୂମିରେ ଆମର କ'ଣ ହେଇଛି? ଖେଳର ସାଥୀ ପ୍ରିୟ ବନ୍ଧୁଗଣ ନନ୍ଦନ କାନନ ଭଳି ରହିଛନ୍ତି। ସେହି ମୋର ଜନ୍ମଭୂମି ଜନନୀ ସମାନ, ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ଏଣୁ ସେହି ହେଉଛି ମୋର ଜନ୍ମଭୂମି, ମୋ ମା ଭଳି, ମୋ ମା ସରି ସିଏ ସମାନ, ଏବଂ ପୃଥିବୀରେ ଆଉ କୌଣସି ଜାଗାରେ ତା ଭଳିଆ ସ୍ଥାନ ନାହିଁ। ତମେ ଛୋଟବେଳେ ପଢ଼ିଥିଲ ନା? ଜନନୀ ଜଠରୁ ପହିଲେ ପଡ଼ିଲି, ଯେଉଁ ଦେଶ ମାଟି ଛୁଇଁ, ସେହି ମୋ ପ୍ରିୟ ଜନମ ଭୂଇଁ। ଆମେ ମା ଠାରୁ ଜନ୍ମ ହେଲା ବେଳେ, ମା ଗର୍ଭରୁ ଜନ୍ମ ହେଲା ବେଳେ ଯେଉଁ ମାଟିକୁ ପ୍ରଥମେ ଛୁଇଁଲେ ସେଇ ହେଉଛି ଆମର ଜନ୍ମଭୂଇଁ। ହେଲା, ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ। ଜନନୀ ଆଉ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼, ତାକୁ ଛାଡ଼ିଦେଲେ ଆଉ ପୃଥିବୀରେ ସେଭଳି କୌଣସି ସ୍ଥାନ ନାହିଁ। ଜନ୍ମଭୂମି ଯେମିତି ମା ଭଳି ଆମକୁ ସ୍ନେହ ଦେଉଛି, ଆଉ କେଉଁଠି ସେ ସ୍ନେହ ପାଇପାରିବା ନାହିଁ। ଯେ ଦେଶର ଗିରି ନଦୀ କେତେ ଶୋଭା ଧରେ, ଖଣି ମଧ୍ୟେ ଶୋଭେ ମଣି ମୁକୁତା ସାଗରେ। ତାହେଲେ ଯେଉଁ ଦେଶର ଗିରି କହିଲେ ପାହାଡ଼ ଆଉ ନଦୀ, ଏମାନେ ମିଶିକିରି କେତେ ସୁନ୍ଦର ସୌନ୍ଦର୍ଯ୍ୟ ଆଣିଦିଅନ୍ତି, ହଁ କି ନାହିଁ ପିଲାମାନେ କୁହ? ତମେ ପାହାଡ଼, ନଦୀ ଏସବୁ ଦେଖିବାକୁ ବହୁତ ପସନ୍ଦ କର ନା? ପାହାଡ଼, ନଦୀ, ଜଙ୍ଗଲ ଏସବୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା। ଆଉ କେଉଁଠି କ'ଣ ଅଛି ରେ? ନା ଖଣି ମଧ୍ୟରେ ମଣି ଅଛି,
ଆଉ ମୁକୁତା ସାଗରର ସାମୁକାରେ ଅଛି। ତାହେଲେ କବି କହୁଛନ୍ତି ଖଣି ମଧ୍ୟରେ ମଣି ଶୋଭା ପାଉଛି ଆଉ ସାଗରରେ ମୁକୁତା ଶୋଭା ପାଉଛି। ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ। ତାହେଲେ କୋଟି କୋଟି ଅସଂଖ୍ୟ, ଯାହା ଗଣି ହେବ ନାହିଁ, କେତେ ଯେ ତାରକା ସୁନୀଳ ଆକାଶରେ, ନୀଳ ଆକାଶରେ ଶୋଭା ପାଉଅଛନ୍ତି। ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ। ନବ କହିଲେ ନୂଆ, ଜଳଧର କହିଲେ ମେଘ। ତା ସାଙ୍ଗରେ କିଏ ଭାସି ବୁଲେ ରେ? ନା ସୌଦାମିନୀ କହିଲେ ବିଜୁଳି। ଯେ ଦେଶ କାନନେ ଶୋଭେ କେତେ ତରା ଫୁଲ। ତାହେଲେ ଯେଉଁ ଦେଶର କାନନେ କହିଲେ ଜଙ୍ଗଲରେ କେଡ଼େ ସୁନ୍ଦର ସୁନ୍ଦର ଫୁଲ ଶୋଭା ପାଆନ୍ତି। ତରା କହିଲେ ସୁନ୍ଦର, ଶୋଭେ ମାନେ ଶୋଭା ପାଆନ୍ତି। କଳକଣ୍ଠ ଗାଏ ଗୀତ ବିହଙ୍ଗମ କୂଳ। ବିହଙ୍ଗମ କହିଲେ ପକ୍ଷୀ, କୂଳ କହିଲେ ବଂଶ। ତାହେଲେ ପକ୍ଷୀ ବଂଶରେ ଯିଏ ଶ୍ରେଷ୍ଠ ବା ସୁନ୍ଦର ଗୀତ ଗାଏ କିଏ ରେ ସିଏ? ନା ସିଏ ହେଉଛି କୋଇଲି। କଳକଣ୍ଠେ, କଳକଣ୍ଠ ସୁନ୍ଦର ଗୀତ ଗାଏ। କଳକଣ୍ଠ କହିଲେ କୋଇଲି। ସେହି ମୋର ଜନ୍ମଭୂମି ଜନନୀ ସମାନ, ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତାହେଲେ ସିଏ ହେଉଛି ମୋର ଜନ୍ମଭୂମି, ତା ଭଳି ପୃଥିବୀରେ ଆଉ ସ୍ଥାନ ନାହିଁ। ତାହେଲେ ଯେଉଁ ଦେଶର ଗିରି ନଦୀ କେଡ଼େ ସୁନ୍ଦର ଶୋଭା ପାଏ, ଯାହାର ଖଣିରେ ମଣି ଅଛି, ଯାହାର ସାଗରରେ ମୁକୁତା ଅଛି, ଯାହାର ନୀଳ ଆକାଶରେ ଅସଂଖ୍ୟ ତାରକା ଶୋଭା ପାଉଛନ୍ତି, ଯାହାର ନୂଆ ମେଘ ସହିତ ବିଜୁଳି ଭାସି ବୁଲୁଛି, ଯେଉଁ ଦେଶର ଜଙ୍ଗଲରେ ସୁନ୍ଦର ଫୁଲ ଫୁଟିଛି, ଯେଉଁଠି କୋଇଲି ସୁନ୍ଦର ଗୀତ ଗାଉଛି, ସେହି ହେଉଛି ମୋର ପ୍ରିୟ ଜନ୍ମଭୂମି। ଯାର ଅନ୍ନ ଜଳ ଖାଇ ଶରୀର ଜୀବିତ। ତାହେଲେ ଆମେ ଯେଉଁ ଦେଶରେ ଜନ୍ମ ହୋଇଛୁ ସେହି ଦେଶର ଅନ୍ନ ଖାଉଛୁ, ସେହି ଦେଶର ଖାଦ୍ୟ ଖାଉଛୁ, ଆଉ ଜଳକୁ ପିଇକିରି ଆମେ ଜୀବନ ଧାରଣ କରିଛୁ। ହଁ କି ନାହିଁ କୁହ? ଖାଦ୍ୟ ଆଉ ଜଳ ବିନା ତ ଆମେ ବଞ୍ଚିପାରିବା ନାହିଁ। ଯାହା ନାମେ ଧରା ତଳେ ହୁଏ ପରିଚିତ। ପିଲାମାନେ, ଆମେ ଯେତେବେଳେ ଅନ୍ୟ ସ୍ଥାନକୁ ଯାଉ ଆମକୁ ସେମାନେ ପଚାରନ୍ତି, ଏ ତୁ କେଉଁଠୁ ଆସିଛୁ ରେ ବାବୁ? ଆମେ ଯେତେବେଳେ ଦେଶ ବାହାରକୁ ଯାଉ ଆମେ ଆମର ଦେଶର ନାମକୁ ପରିଚୟ ଆକାରରେ ଦେଉ। ଯେତେବେଳେ ରାଜ୍ୟ ବାହାରକୁ ଯାଉ ସେତେବେଳେ ଆମର ରାଜ୍ୟର ନାମକୁ ପରିଚୟ ଆକାରରେ ଦେଉ। ଯେତେବେଳେ ଜିଲ୍ଲା ବାହାରକୁ ଯାଉ ସେତେବେଳେ ନିଜ ଜିଲ୍ଲାର ନାମ କହି ପରିଚୟ ଦେଉ। ହଁ କି ନାହିଁ ପିଲାମାନେ? ତାହେଲେ ଆମେ ଯେତେବେଳେ ବାହାରକୁ ଯାଉ, ଅନ୍ୟ ସ୍ଥାନକୁ ଯାଉ, ସେତେବେଳେ ଆମ ନିଜ ଜନ୍ମଭୂମିର ନାମ କହି ପରିଚୟ ଦେଉ। ଯାହାର ଗୌରବେ କେତେ ସୁଖର ଉଦୟ। ତାହେଲେ ଯେଉଁ ଜନ୍ମଭୂମିର ଗୌରବ ହେଲେ ଆମର ସୁଖର ଉଦୟ ହୁଏ, କହିଲେ ଆମକୁ ସୁଖ ମିଳେ। ଯାହାର ପତନେ ହୁଏ ପତନ ନିଶ୍ଚୟ। ଠିକ୍ କଥା। ଜନ୍ମଭୂମି ଯଦି ପତନ ହେବ, ଜନ୍ମଭୂମି ଯଦି ନଷ୍ଟ ହେବ, ତାହେଲେ ଆମମାନଙ୍କର ପତନ ସୁନିଶ୍ଚିତ ହେବ। ଦୂର ଦେଶେ ଥାଇ ଯାକୁ କରିଲେ ସ୍ମରଣ, ଘାଣ୍ଟି ହୁଏ ମନ ଦୁଃଖେ ଝୁରୋଇ ନୟନ। ଠିକ୍ କଥା। ଆମେ ଯେତେବେଳେ ଦୂର ଦେଶକୁ ଚାଲିଯାଉ ସେତେବେଳେ ଜନ୍ମଭୂମିକୁ ମନେ ପକାଉ, ଆଉ ଜନ୍ମଭୂମିକୁ ମନେ ପକାଇଲେ ଆମର ମନରେ ବହୁତ କଷ୍ଟ ହୁଏ, ଆମର ଆଖି ତାକୁ ଝୁରି ବୁଲେ। କାହିଁକିନା ଆମ ଜନ୍ମଭୂମିରେ ପ୍ରିୟ ପରିବାର ଅଛନ୍ତି, ସେଇଠି ଆମେ ଛୋଟରୁ ବଡ଼ ହେଇଛୁ। ହଁ କି ନାହିଁ କୁହ? ଆମେ ଜନ୍ମଭୂମି ବିନା ଦୂରରେ ରହିବା ଭାରି କଷ୍ଟ। ତାହା ଲାଗି ଶରୀରର ରକ୍ତ ବିନ୍ଦୁ ଦାନ, ଯେ ନ କରେ କୃତଘ୍ନ ସେ ପଶୁର ସମାନ। ତାହେଲେ ଦେଖ ପିଲାମାନେ, ଆମ ଶରୀରରେ ଯେଉଁ ରକ୍ତ ବହୁଛି ଏଇ ଜନ୍ମଭୂମିର ପାଣି ପବନରେ ତାହା ଗଢ଼ା ହେଇଛି। ତେଣୁ ଦରକାର ପଡ଼ିଲେ ଏଇ ଜନ୍ମଭୂମି ପାଇଁ ଯିଏ ନିଜର ରକ୍ତବିନ୍ଦୁ ଦେବାକୁ କୁଣ୍ଠାବୋଧ କରେ ବା ନିଜର ଜୀବନ ଦେବାକୁ କୁଣ୍ଠାବୋଧ କରେ, ସିଏ ହେଉଛି କୃତଘ୍ନ ବା ପଶୁର ସମାନ। ସିଏ ପଶୁ ଭଳି। ହଁ କି ନାହିଁ କୁହ? କାହିଁକିନା ଏ ଜନ୍ମଭୂମି ପରେ ଆମର ମା, ତାହାରି ସେବାରେ ଆମର ଜୀବନ ଦେବା। ଖୋଲି ଦେଖ ଇତିହାସ କେତେ ମହାବୀର, ସ୍ୱଦେଶ ମଙ୍ଗଳେ ଦେଇ ଅଛନ୍ତି ଶରୀର। ହଁ କି ନାହିଁ? ଆମେ ଯଦି ଇତିହାସ ପୃଷ୍ଠା ଲେଉଟାଇବା, ଆମେ ଯଦି ଇତିହାସ ପଢ଼ିବା, ତାହେଲେ କେତେ କେତେ ବୀର ଏ ଦେଶର ମଙ୍ଗଳ ପାଇଁ ସେମାନେ ଜୀବନ ଦେଇଛନ୍ତି। ଗୋପବନ୍ଧୁଙ୍କ କଥା କୁହ, ସୁଭାଷ ବୋଷଙ୍କ କଥା କୁହ, ମହାତ୍ମା ଗାନ୍ଧୀଙ୍କ କଥା କୁହ, ସରୋଜିନୀ ନାଇଡୁଙ୍କ କଥା କୁହ, ବାଜି ରାଉତଙ୍କ କଥା କୁହ। ହଁ କି ନାହିଁ କୁହ? ନିଜ ସୁଖ ଶାନ୍ତି ଘର ପରିବାର ଭୁଲି ଦ୍ୱାରେ ଦ୍ୱାରେ ବୁଲିଛନ୍ତି ଘେନି ଭିକ୍ଷା ଝୁଲି। ତାହେଲେ ସେହି ମହାପୁରୁଷମାନେ ନିଜର ସୁଖ ଶାନ୍ତି ଘର ପରିବାର ସମସ୍ତଙ୍କୁ ଭୁଲି ଏ ଦେଶର ମଙ୍ଗଳ ପାଇଁ, ଅନ୍ୟର ମଙ୍ଗଳ ପାଇଁ ଅନ୍ୟ ଦ୍ୱାରରେ ଯାଇକି ସେମାନେ ଭିକ୍ଷାବୃତ୍ତି ବି କରିଛନ୍ତି, ଭିକ୍ଷା ବି ମାଗିଛନ୍ତି। ମୁଣ୍ଡ ଝାଳ ଗୋଡ଼େ ମାରି ଲୋକଙ୍କ ମଙ୍ଗଳେ, ଲେଖି ଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ। ତାହେଲେ ମୁଣ୍ଡର ଝାଳ ଗୋଡ଼ରେ ମାରି ଅର୍ଥାତ୍ କଠିନ ପରିଶ୍ରମ କରି ସେମାନେ ଅମର ଅକ୍ଷରରେ ତାଙ୍କର ନାମ ଲେଖି ଯାଇଛନ୍ତି। ହଁ କି ନାହିଁ ପିଲାମାନେ? ଯିଏ ଦେଶ ପାଇଁ କାମ କରେ, ଯିଏ ଦେଶ ପାଇଁ ଜୀବନ ଦିଏ, ସିଏ ସବୁଦିନେ ଅମର। କାହିଁକିନା ଲୋକଙ୍କ ମୁଖରେ ତାର ନାମ ସବୁଦିନେ ପ୍ରଚାରିତ ହେଉଥାଏ। କାଳେ କାଳେ ଲୋକମୁଖ ଘୋଷେ ତାଙ୍କ ନାମ,
ଧନ୍ୟ ତାଙ୍କ ପିତାମାତା ଧନ୍ୟ ଜନ୍ମସ୍ଥାନ। ତାହେଲେ ଯିଏ ମହାପୁରୁଷ, ଯିଏ ଦେଶ ପାଇଁ କାମ କରିଛି, ଯିଏ ଅନ୍ୟ ପାଇଁ ମଙ୍ଗଳ କାମନା କରିଛି, ଯିଏ ଅନ୍ୟ ପାଇଁ ଜୀବନ ଦେଇଛି, ତାହେଲେ କାଳ କାଳ ଧରିକି ଯୁଗ ଯୁଗ ଧରିକି ଲୋକ ମୁଖରେ କହିଲେ ଲୋକଙ୍କ ମୁହଁରେ ତାଙ୍କର ନାମ ସବୁବେଳେ ଉଠିଛି। ଏବଂ ଧନ୍ୟ ତାଙ୍କ ପିତାମାତା ଧନ୍ୟ ଜନ୍ମସ୍ଥାନ। ଏବଂ ସେମାନଙ୍କୁ ଯେଉଁମାନେ ଜନ୍ମ ଦେଇଛନ୍ତି ସେମାନେ ବି ଧନ୍ୟ, ଆଉ ଯେଉଁ ଜନ୍ମଭୂମିରେ ସେମାନେ ଜନ୍ମ ହୋଇଛନ୍ତି ସେମାନେ ବି ଧନ୍ୟ। ଏଣୁ ପିଲାମାନେ ଆମ ଜନ୍ମଭୂମିର ମହତ୍ତ୍ୱ ରଖିବା, ଆମ ଜନ୍ମଭୂମି ପାଇଁ କାମ କରିବା। ଆମ ଜନ୍ମଭୂମି ମା ଭଳି, ସିଏ ଆମକୁ ସବୁ ନିର୍ଯାତନା ସହି ସବୁ କଷ୍ଟ ସହି ପାଳିଛି। ହଁ କି ନାହିଁ ପିଲାମାନେ? ସୁନ୍ଦର କବିତାଟିଏ, ଆଶା କରୁଛି ତୁମମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ କବିତାର ସାରାଂଶ, ସାରମର୍ମ, ଅର୍ଥ ତୁମେ ସୁନ୍ଦର ଭାବେ ବୁଝିପାରିଥିବ। ହେଲା ପିଲାମାନେ, ତୁମେ କବିତାଟିକୁ ବାରମ୍ବାର ପଢ଼ିବ, ତୁମର କଠିନ ଶବ୍ଦର ଅର୍ଥ ଲେଖିବ। ହେଲା ପିଲାମାନେ, ଶବ୍ଦର ଅର୍ଥ ଆଲୋଚନା କରିବା। ନିଶ୍ୱାସ କହିଲେ ଶ୍ୱାସକ୍ରିୟାରେ ଆମେ ଯେଉଁ ବାୟୁକୁ ଛାଡ଼ୁ ତାକୁ ନିଶ୍ୱାସ କୁହାଯାଏ। ପ୍ରଶ୍ୱାସ ମାନେ ଶ୍ୱାସରେ ଯାହା ପ୍ରବେଶ କରେ, ଶ୍ୱାସକ୍ରିୟାରେ ଗ୍ରହଣ କରୁଥିବା ବାୟୁ ହେଲା ପ୍ରଶ୍ୱାସ। ତୃଷ୍ଣା, ତୃଷ୍ଣା କହିଲେ ଶୋଷ। ପିତୁଳା, ପିତୁଳା କହିଲେ କଣ୍ଢେଇ। ଗିରି, ଗିରି କହିଲେ ପାହାଡ଼। ଶୋଭା, ସୁନ୍ଦର। ଜଳଧର, ମେଘ, ଯିଏ ଜଳକୁ ଧାରଣ କରେ ବା ଧରେ ସିଏ ହେଲା ମେଘ। ସୌଦାମିନୀ କହିଲେ ବିଜୁଳି। ତରା କହିଲେ ସୁନ୍ଦର। କୃତଘ୍ନ କହିଲେ ଅକୃତଜ୍ଞ ବ୍ୟକ୍ତି। ଏବେ ଅଭ୍ୟାସ ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର କ ପ୍ରଶ୍ନ, ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ'ଣ ବୋଲି କହିବା? ଉତ୍ତର, ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ ଜନ୍ମଭୂମି ବୋଲି କହିବା। ଖ ନମ୍ବର ପ୍ରଶ୍ନ, ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ'ଣ ଦିଏ? ଉତ୍ତର, ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ଜଳ, ଫଳ, ଶସ୍ୟ, ବାୟୁ ଆଦି ଦିଏ। ଗ ନମ୍ବର ପ୍ରଶ୍ନ, ଜନ୍ମଭୂମି କାହା ସହିତ ତୁଳନୀୟ? ଉତ୍ତର, ଜନ୍ମଭୂମି ମା ସହିତ ତୁଳନୀୟ। ଆଶା କରୁଛି ପିଲାମାନେ ତୁମେ ଉତ୍ତର ସବୁ ଅତି ସହଜରେ ବୁଝିପାରୁଥିବ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ଘ ନମ୍ବର ପ୍ରଶ୍ନ, ପରିବାରର ଫୁଟିଲା ଫୁଲ କେଉଁମାନେ? ଉତ୍ତର, ପରିବାରରେ ରହୁଥିବା ଭାଇ ଭଉଣୀ ମାନେ ହେଉଛନ୍ତି ଫୁଟିଲା ଫୁଲ। ଅ ନମ୍ବର, ମଣି ଓ ମୁକୁତା କେଉଁଠି ସାଇତା ହୋଇ ରହିଛି? ଉତ୍ତର, ଖଣିରେ ମଣି ଏବଂ ସାଗର ମଧ୍ୟରେ ମୁକୁତା ସାଇତି ହୋଇ ରହିଛି। ଛ ନମ୍ବର ପ୍ରଶ୍ନ, ଜନ୍ମଭୂମି ପ୍ରତି ଆମର କି କର୍ତ୍ତବ୍ୟ ରହିଛି? ଉତ୍ତର, ଆମେ ମନ ପ୍ରାଣ ଦେଇ ଜନ୍ମଭୂମିକୁ ଭଲ ପାଇବା, ଦରକାର ପଡ଼ିଲେ ଜନ୍ମଭୂମିର ସେବା ପାଇଁ ଆମେ ଆମର ପ୍ରାଣବଳି ଦେବାକୁ ପଛଘୁଞ୍ଚା ଦେବା ନାହିଁ। ଛ ନମ୍ବର ପ୍ରଶ୍ନ, କେଉଁମାନଙ୍କର ନାମ ଲୋକମୁଖରେ କାଳେ କାଳେ ରହେ? ଉତ୍ତର, ଯେଉଁମାନେ ନିଜ ଦେଶର ମଙ୍ଗଳ ପାଇଁ ଜୀବନ ଦେଇପାରନ୍ତି, ନିଜ ସୁଖ ଶାନ୍ତି ଘରଦ୍ୱାର ଭୁଲି ଅନ୍ୟମାନଙ୍କ ପାଇଁ ଭିକ୍ଷା ମାଗିପାରନ୍ତି, ମୁଣ୍ଡ ଝାଳ ଗୋଡ଼ରେ ମାରି ଲୋକଙ୍କ ମଙ୍ଗଳ କରିଅଛନ୍ତି, ସେଇମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ। 2 ନମ୍ବର ପ୍ରଶ୍ନ, 3ଟି ଏକ ଜାତୀୟ ଶବ୍ଦ ସହିତ ଗୋଟେ ଭିନ୍ନ ଜାତୀୟ ଶବ୍ଦ ଅଛି, ତାକୁ ବାଛିକି ଲେଖିବା। କ ନମ୍ବର, ବାୟୁ, ପବନ, ଆନନ୍ଦ, ଅନିଳ। ଆନନ୍ଦ ଅଲଗା, ଆନନ୍ଦକୁ ଛାଡ଼ିଦେଲେ ଅନ୍ୟ ଗୁଡ଼ିକ ହେଉଛି ପବନର ଅନ୍ୟ ନାମ ବା ପ୍ରତିଶବ୍ଦ। ଖ ନମ୍ବର, ଜନନୀ, ମାତା, ମା, ପିତା। ପିତା ଅଲଗା ପିଲାମାନେ, ଅନ୍ୟ ଗୁଡ଼ିକ ମାର ପ୍ରତିଶବ୍ଦ। ଗ, ରବି, କବି, ସୂର୍ଯ୍ୟ, ତପନ। କବି ଅଲଗା, ଅନ୍ୟ ଗୁଡ଼ିକ ସୂର୍ଯ୍ୟର ନାମ। ଘ ନମ୍ବର, ବିହଗ, ନକ୍ଷତ୍ର, ବିହଙ୍ଗମ, ପକ୍ଷୀ। ନକ୍ଷତ୍ର ଅଲଗା, ଅନ୍ୟ ଗୁଡ଼ିକ ପକ୍ଷୀର ପ୍ରତିଶବ୍ଦ। ଙ ନମ୍ବର, ବଣ, ଜଙ୍ଗଲ, ପର୍ବତ, କାନନ। ପର୍ବତ ଅଲଗା, ଅନ୍ୟ ଗୁଡ଼ିକ ଜଙ୍ଗଲର ପ୍ରତିଶବ୍ଦ। ଯିବା 3 ନମ୍ବରକୁ, ମନେ ପକାଇ କବିତାଂଶକୁ ପୂରଣ କରିବା। କ ନମ୍ବର କ'ଣ ହେବ? ଯାର ଫଳ ଶସ୍ୟ କରେ ଜୀବନ ଧାରଣ। ଖ ନମ୍ବର କ'ଣ ହେବ? ନା ଯେ ଦେଶେ ଅଛନ୍ତି ମୋର ପ୍ରିୟ ପରିବାର। ଗ ନମ୍ବର, ସ୍ନେହର ପିତୁଳା ଭାଇ ଭଉଣୀ ସକଳ। ଘ ନମ୍ବର, ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ। ଙ ନମ୍ବର, ଯେ ଦେଶ କାନନେ ଶୋଭେ କେତେ ତରା ଫୁଲ। ଆଶା କରୁଛି ପିଲାମାନେ ତୁମେ ଉତ୍ତର ସବୁ ସୁନ୍ଦର ଭାବରେ ବୁଝିପାରୁଥିବ। ବାରମ୍ବାର ଅଭ୍ୟାସ କରିବ, ଏହାଦ୍ୱାରା ଉତ୍ତର ସବୁ ତୁମର ମନେ ରହିବ। ଆଉ ପିଲାମାନେ, ଯଦି ଭିଡ଼ିଓଟି ତୁମର ମନ ପସନ୍ଦର ହୋଇଥାଏ ଲାଇକ୍ଟିଏ ନିଶ୍ଚିତ କରିବ, ଆଉ ତୁମ ସାଙ୍ଗମାନଙ୍କୁ ସବୁ ସେୟାର କରିଦେବ, ସେମାନେ ମଧ୍ୟ ଜ୍ଞାନର ଅଧିକାରୀ ହୋଇପାରିବେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସରଳ ଭାବରେ ଅର୍ଥ ବୁଝାଇ ଲେଖ। 4 ନମ୍ବର କ,
ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ଉକ୍ତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିର ଜନ୍ମଭୂମି କବିତାରୁ ଆସିଅଛି। ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରିଅଛନ୍ତି। ଜନ୍ମଭୂମି ଜନନୀ ଭଳି ଆମକୁ ପାଳୁଅଛି। ସେ ଆମ ପାଇଁ ତା ଦେହରେ ଫଳ ଜଳ ଶସ୍ୟ ଆଦି ସାଇତି ରଖିଛି। ସେ ଆମର ସବୁ ଅଳି ଅଝଟ ସହି ଆମକୁ ତା କୋଳରେ ଧରିଛି। ଆମେ ତା କୋଳରେ ସବୁବେଳେ ସୁଖରେ ବିଚରଣ କରୁଅଛୁ। ଏଣୁ ଜନ୍ମଭୂମି ଭଳି ସ୍ଥାନ ସାରା ବିଶ୍ୱରେ ନାହିଁ। ଏଠାରେ କବିଙ୍କ ବର୍ଣ୍ଣନା ଯୁକ୍ତିଯୁକ୍ତ ଓ ହୃଦୟ ଛୁଆଁ ଅଟେ। ଏହିଭଳି ଅତି ସରଳ ଭାଷାରେ ତୁମେ ସରଳାର୍ଥ ଲେଖିବ। ହେଲା, ଯିବା ଖ ନମ୍ବରକୁ। ତାହା ଲାଗି ଶରୀରର ରକ୍ତବିନ୍ଦୁ ଦାନ, ଯେ ନ କରେ କୃତଘ୍ନ ସେ ପଶୁର ସମାନ। ଉକ୍ତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିର ଜନ୍ମଭୂମି କବିତାରୁ ଆସିଅଛି। ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମଭୂମି ପ୍ରତି ମମତା ନଥିବା ଲୋକକୁ ପଶୁ ସହିତ ତୁଳନା କରିଛନ୍ତି। ଜନ୍ମଭୂମିର ଅନ୍ନ ଓ ଜଳରେ ଆମ ଶରୀର ଜୀବିତ ରହେ। ଏହି ଜନ୍ମଭୂମିର ନାମ ଅନୁସାରେ ଆମେ ପୃଥିବୀରେ ଆମର ପରିଚିତ ହୋଇଥାଉ। ଆମେ ଦୂର ଦେଶରେ ଥିବାବେଳେ ଜନ୍ମଭୂମିକୁ ସ୍ମରଣ କଲେ ଏ ମନ ଘାଣ୍ଟି ହୁଏ ଆଉ ଆଖି ତାକୁ ଝୁରି ହୁଏ। ଯେଉଁ ଜନ୍ମଭୂମି ଆମ ଜୀବନକୁ ଏତେ ସୁନ୍ଦର କରି ଗଢ଼ିଦିଏ, ସେହି ଜନ୍ମଭୂମିର ସେବାରେ ଦରକାର ପଡ଼ିଲେ ଯିଏ ରକ୍ତବିନ୍ଦୁ ଦାନ କରେ ନାହିଁ ତାକୁ କୃତଘ୍ନ ଓ ପଶୁ ସମାନ ବୋଲି କୁହାଯାଏ। ବାସ୍ତବରେ ଏଠାରେ କବିଙ୍କ ବର୍ଣ୍ଣନା ଖୁବ୍ ସୁନ୍ଦର। ଗ ନମ୍ବର ସରଳାର୍ଥକୁ ଯିବା। ମୁଣ୍ଡଝାଳ ଡ୍ୟାସ୍ 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 ଅକ୍ଷରେ। ଉକ୍ତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିର ଜନ୍ମଭୂମି କବିତାରୁ ଆସିଅଛି। ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ମହତ ଲୋକମାନଙ୍କ ସମ୍ପର୍କରେ ବର୍ଣ୍ଣନା କରିଅଛନ୍ତି। ନିଜ ଦେଶର ମଙ୍ଗଳ ନିମନ୍ତେ ଅନେକ ଲୋକ ପ୍ରାଣବଳି ଦେଇଅଛନ୍ତି। ନିଜ ସୁଖ ଶାନ୍ତିକୁ ଭୁଲି ଦ୍ୱାର ଦ୍ୱାର ଭିକ୍ଷା ମାଗିଅଛନ୍ତି। ମୁଣ୍ଡ ଝାଳ ଗୋଡ଼ରେ ମାରି ସେମାନେ ଲୋକଙ୍କ ମଙ୍ଗଳ କରିଅଛନ୍ତି। ଏହିଭଳି ମହତ କାମ କରି ତାଙ୍କ ନାମକୁ ଅମର ଅକ୍ଷରରେ ଲେଖିଯାଇଅଛନ୍ତି। ଏଠାରେ କବିଙ୍କ ବର୍ଣ୍ଣନା ଖୁବ୍ ସୁନ୍ଦର ଓ ଆକର୍ଷଣୀୟ। ପିଲାମାନେ, ତୁମେ ଅନେକ ସମୟରେ ସରଳାର୍ଥ କହିଲେ ଡରିଯାଅ। ଆରେ ସରଳାର୍ଥ କହିଲେ ସରଳ ଅର୍ଥ, ତାକୁ ତୁମେ ସରଳ ଭାଷାରେ ବୁଝେଇବ, ଆଉ କିଛି ନୁହେଁ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପିଲାମାନେ, ବିଶେଷଣ ପଦକୁ ଚିହ୍ନାଇ ଦିଅ। ପ୍ରଥମେ ଜାଣିବା ବିଶେଷଣ ପଦ କ'ଣ? ନା ବିଶେଷ୍ୟ ପଦକୁ ଯିଏ ପ୍ରଭାବିତ କରେ, ତାର ଗୁଣ ଅବସ୍ଥାକୁ ପରିମାଣକୁ ସୂଚେଇ ଦିଏ। ଯେମିତି ସ୍ୱଚ୍ଛ ଜଳ, ଏଠାରେ ସ୍ୱଚ୍ଛ ହେଉଛି ବିଶେଷଣ ପଦ, କାରଣ ଜଳଟା ହେଉଛି ସ୍ୱଚ୍ଛ ବା ସଫା। ସେଭଳିଆ ପ୍ରିୟ ପରିବାର, ପ୍ରିୟ ହେଉଛି ବିଶେଷଣ ପଦ। ଦୟାମୟ ପିତା, ଦୟାମୟ ହେଉଛି ବିଶେଷଣ ପଦ। ଫୁଟିଲା ଫୁଲ, ଫୁଟିଲା ହେଉଛି ବିଶେଷଣ ପଦ। ସୁନୀଳ ଆକାଶ, ସୁନୀଳ କହିଲେ ବିଶେଷଣ ପଦ। ପିଲାମାନେ, ପରବର୍ତ୍ତୀ ସମୟରେ ବିଶେଷଣ ପଦକୁ ଆହୁରି ସୁନ୍ଦର ଭାବରେ ବୁଝାଇ ଦିଆଯିବ। ଏବେ 6 ନମ୍ବରକୁ ଯିବା, ଉତ୍ତର ଲେଖିବା। 6 ନମ୍ବର କ। ଜୀବନ ଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ଆବଶ୍ୟକ? ଉତ୍ତର, ଜୀବନ ଧାରଣ ପାଇଁ ଖାଦ୍ୟ ବସ୍ତ୍ର ଓ ବାସଗୃହ ଆମର ଅତି ଆବଶ୍ୟକ। ଖ ନମ୍ବର ପ୍ରଶ୍ନ, ଜନ୍ମଭୂମି ଜନନୀ ସହିତ ସମାନ କାହିଁକି? ଉତ୍ତର, ଜନ୍ମଭୂମି ଆମକୁ ତା କୋଳରେ ଧରିଥାଏ। ଆମର ସବୁ ଅଳି ଅଝଟ ସେ ମା ପରି ସହିଥାଏ। ଆମର ଜୀବନ ଧାରଣ ନିମନ୍ତେ ତା କୋଳରେ ଅନେକ କିଛି ସାଇତି ରଖିଥାଏ। ଏଣୁ ଜନ୍ମଭୂମି ଜନନୀ ସହିତ ସମାନ। ଗ ନମ୍ବର ପ୍ରଶ୍ନ, ପରିବାରର କେଉଁମାନେ ଆମର ପ୍ରିୟ? ଉତ୍ତର, ପରିବାରରେ ବାସ କରୁଥିବା ବାପା ମା ଭାଇ ଭଉଣୀ ଆଦି ସମସ୍ତ ସଦସ୍ୟ ଆମର ପ୍ରିୟ ଅଟନ୍ତି। ଆଶା କରୁଛି ଉତ୍ତର ସବୁ ଭଲ ଭାବେ ବୁଝିପାରୁଥିବ। ତମେ ବାରମ୍ବାର ଅଭ୍ୟାସ କରିବ। ହେଲା, ଯିବା 7 ନମ୍ବର ପ୍ରଶ୍ନକୁ। 6 ନମ୍ବର ଘ ପ୍ରଶ୍ନକୁ। କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି? ଉତ୍ତର, ଯିଏ ନିଜ ଜନ୍ମଭୂମିକୁ ଭଲ ପାଏ ନାହିଁ, ଜନ୍ମଭୂମିର ମଙ୍ଗଳ କାମନା କରେ ନାହିଁ ଅଥବା ଜନ୍ମଭୂମି ପାଇଁ କାମ କରେ ନାହିଁ, ଜନ୍ମଭୂମିର ସେବା ଲାଗି ନିଜ ରକ୍ତବିନ୍ଦୁ ଦେବାରେ କୁଣ୍ଠାବୋଧ କରେ, ତାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି। ଅ ନମ୍ବର ପ୍ରଶ୍ନ, ମହାପୁରୁଷମାନଙ୍କ ଜୀବନରୁ ଆମେ କି ଶିକ୍ଷା ପାଉ? ଉତ୍ତର,
महापुरुष माने निज जीवनर सबु सुख को त्याग करी समाज पाई काम करती, अन्यर सुरक्षा पाई निजे बळी पड़ती, सबु प्रकार घात प्रतिघात सही आगकू बढ़ी पारती। एही प्रकार उत्तम गुण सबु आमे महापुरुष मानक ठारू शिक्षा पाऊ। पिलामाने केवल बही प्रश्न उत्तर नुहे, बही अभ्यास को छाड़ी आहुरी अधिक प्रश्न उत्तर परीक्षा प्रश्नपत्र सेट मध्य तुम पाई दिया जाइछि। 7 नंबर प्रश्न, स्नेहर पितुला भली पितुला शब्द पूर्वरु आउ केउ शब्दटी व्यवहार करिहबो ना कोन करिहबो ना नयन पितुला। आमे स्नेहर पितुला भली लिखि परिबा नयन पितुला। तुम पाई गोटे परीक्षार सेट मध्य परवर्ती समय दिया जाइछि, ताको अभ्यास करिवो। जिबा 8 नंबर को, बंधनी मध्यरु उपयुक्त शब्द बाछि शून्यस्थान पूरण कर। कौन हबो ना रवि ताप किरण बितरे। ख नंबर कौन हबो ना कानने सभे केते तरा फूल। ग नंबर जाहार गौरवे केते सुखर उदय। 9 नंबर को जिबा, निम्नलिखित शब्द गुड़िक अर्थ प्रकाश करुवा केउ केउ शब्द कवितार व्यवहार करा जाइछि खोजी खोजी लिखिबा। मेघ पाई कौन ना जलधर, बिजुली पाई कौन ना सौदामिनी, चढ़ई पाई कौन ना विहंगम, तारा नक्षत्र, पृथ्वी धरा, यही सब शब्द व्यवहार करा जाइछि। आशा करुछि पिलामाने अभ्यास प्रश्न उत्तर तमे सुंदर भावे बुझी पारथिबो। पिलामाने बही अभ्यास व्यतीत आउ किछि अधिक अभ्यास निमंते प्रश्न उत्तर दिया जाइछि। आशा आलोचना करिबा। 1 नंबर, विशेषण पद काहाकू कुहा जाय। मने रखिबो जेउ पद अन्य पदर गुण, अवस्था, संख्या बा परिमाण को प्रकाश करे ताको आमे विशेषण पद कहिबा। उदाहरण नहीं कि बुझिबा। साधु लोक, देखो लोकटा की प्रकार ना साधु। लोक को ए जो साधु शब्दटी कौन कला ना तार गोटे अवस्था को बुझेला। हाँ कि नहीं कह, तार गोटे गुण को बुझेला। एणु साधु होउछि एठी विशेषण पद। से चिरा पोशाक, पोशाकर अवस्था होउछि चिरा, एणु चिरा होउछि एठी विशेषण पद। बहुत लोक, एठी बहुत कौन परिमाण को बुझेला, एणु बहुत होउछि गोटे विशेषण पद। प्रथम श्रेणी, प्रथम गोटे पूर्णवाचक शब्द। हाँ कि नहीं कह, एणु प्रथम होउछि एठी विशेषण पद। आशा करुछि तुम विशेषण पद भल भाव बुझी पारिथिबो। 2 नंबर को जिबा, समचारित शब्दर अर्थ जानिबा। अर्ण, अ दंतर्णरे न, अर्ण कहले रंधा खाद्य। अ मूर्धण्यरे न, अर्ण कहले जल। से भाया नव कहले न, आ गोटे नव कहले नुआ। जिबा परवर्ती प्रश्न को, प्रतिशब्द लिखिबा। वायुर प्रतिशब्द समीर, समीरण, बात, बा, अनिल। से भाया जननीर प्रतिशब्द माता, मातृ, मा। धरार प्रतिशब्द पृथ्वी, धरित्री, वसुधा, वसुंधरा। 4 नंबर रे विपरीत शब्द जानिबा। निश्वास, प्रश्वास, जीवन, मरण, उपर, तल, प्रिय, अप्रिय, समान, असमान। एबे 5 नंबर को जिबा लिंग परिवर्तन। पिता, माता, जनक, जननी, दयामय, दयामयी। पिला माने एई जो अधिक अभ्यास प्रश्न उत्तर दिया जाइछि, याकू तुम निश्चित भाव में अभ्यास करिवो। एहा द्वारा तुमर भाषागत ज्ञान अधिक बढ़िवो। हैला पिला माने, आशा करुछि भिडियोटी तुमको बहुत भल लागिवो आ उपादेय हबो। एणु लाइक टी निश्चित करिवो एवं पारु पर्यंत तुम सांग मानकू शेयर करदेव। कहीं पिला माने विद्या को बांटिले बढ़े। जिबा परवर्ती प्रश्न को, गोटिए वाक्य उत्तर लेख। क नंबर प्रश्न, स्निग्ध स्वच्छ जल रे आमर कौन मेंटी थाए। उत्तर, स्निग्ध स्वच्छ जल रे आमर शस मेंटी थाए। ख नंबर प्रश्न, केउ माने नंदन कानन परी साजी रहिछंती। उत्तर, खेलर प्रिय साथी और बंधुगण नंदन कानन परी साजी रहिछंती। ग नंबर प्रश्न, सुनील आकाश रे कौन शोभा पाए। उत्तर, सुनील आकाश रे असंख्य तारा शोभा पाउछंती। हाँ कि नहीं। घ नंबर प्रश्न, कहार गौरव रे सुखर उदय हुए। उत्तर, जन्मभूमिर गौरव रे सुखर उदय हुए। हैला पिला माने मातृभाषा रे तुमर जतिकी दक्षता बढ़िबो, मने रख तुमर अन्यान्य विषय रे सेतिकी दक्षता बढ़िबो। हैला परवर्ती प्रश्न को जिबा। 7 नंबर, वाक्य गठन कर। विचरण माने बुलिबा। पक्षी माने आकाश रे विचरण करंती। कृतघ्न माने जे कृतज्ञ नुहे।
कृतघ्न व्यक्ति अन्यर उपकार को भूली जाए। पतन माने नष्ट हवा। जो जाति पृथ्वी रे खाप खाई पारे नहीं तार पतन घटे। 8 नंबर कविताटी पूरण कर। जे देशर गिरी डैश केते सभा डैश डैश मध्य सभे डैश मुकुता डैश। ताले प्रथम डैश रे हेबो नदी, द्वितीय डैश रे हेबो धरे, तृतीय डैश रे हेबो खणी, चतुर्थ डैश रे मणि, पंचम डैश रे सागर। हैला पिला माने तमे कविताटी को सुंदर भाबरे जदि मने रखिदबो तमे एही भली शून्य स्थान बहुत सहज और सरल रे करि पारिबो। हैला बारंबार अभ्यास करिवो। पाठ को जेतिकी अभ्यास करिवो तुमर सेतिकी सुंदर भाबरे मने रहिबो। परवर्ती प्रश्न को जिबा। 9 नंबर केउ पदरु जना पडुची लेखिबा। क नंबर कौन देछि ना जहार नाम रे पृथ्वी रे परिचित हुए। सेटा पद्यरु केउ कवितार केउ अंशरु जना पडुची ना जहा नामे धरा तले हुए परिचित। ख नंबर जेउ देशर पहाड़ नदी केते सुंदर दिसे। केउ पद्यटू जना पडुची ना जे देशर गिरी नदी केते सभा धरे। 10 नंबर कौन ना शुद्ध बनानटी को बाछि लेख। पिला माने एटी तुम पई काम दिया जाइछि। शुद्ध बनानटी को बाछिकी लिखिबो। निश्वास निश्वास, खटा स्मरण स्मरण, गोटा सौदामिनी ना सौदामिनी। क रे निश्वास प्रथम उत्तरटी ठीक हेबो। ख रे स्मरण दंतसरे म फळा लागिथबाटे ठीक हेबो। ग रे सौदामिनी दंतसरे औकार दरे आकार दा मरे हर्षई नरे दीर्घई सौदामिनी सेठी सठिक उत्तर हैला पिला माने। सौदामिनी माने कोन रे? सौदामिनी माने होची बिजुली। जिबा परवर्ती को। एबे पिला माने परीक्षा निमंते गोटे प्रश्न सेट दिया जाइछि। 1 नंबर गोटिए वाक्यर उत्तर लिखिबो। 2 नंबर सरल भाषा रे बुझेई लिखिबो अर्थात सरलार्थ लिखिबो। हैला तुम पाई गोटे सुंदर परीक्षा निमंते प्रश्न सेट दिया जाइछि। एहा को निश्चित भाव में अभ्यास करिवो। आउ 3 नंबर 100 रु 150 शब्द मध्य उत्तर लिखिबो। 4 नंबर प्रतिशब्द लिखिबो। 5 नंबर विपरीत शब्द लिखिबो। एही भली लिखिबो पिला माने हैला।